ଆଜିର ପ୍ରଥମ ଖବର ରାଜ୍ୟସଭା ନିର୍ବାଚନ 16 ସେଟ୍ ଫର୍ମ କିଣିଲା ବିଜେପି। ରାଜ୍ୟସଭା ନିର୍ବାଚନ 16 ସେଟ୍ ଫର୍ମ କିଣିଛି ବିଜେପି। ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ କିଣିଲେ 4 ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହାପରେ ବିଜେପି ବିଧାୟକ 16 ସେଟ୍ ଫର୍ମ କିଣିଥିଲେ। ଏକ ବିଧାୟକ ଦଳ ପ୍ରତିନିଧି ଆସି ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରୁ 16ଟି ସେଟ୍ ନେଇଛନ୍ତି। ବିଜେପି ରାଜ୍ୟସଭା ପାଇଁ ଦେବ 3 ପ୍ରାର୍ଥୀ। ରାଜ୍ୟସଭାରେ ବିଜେପି ଦେଉଛି 3ଟି ପ୍ରାର୍ଥୀ। 5 ତାରିଖରେ ଭରିବେ ନାମାଙ୍କନ। 5 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ବିଧାୟକମାନେ ଉପସ୍ଥିତ ରହିଥିଲେ। ପରବର୍ତ୍ତୀ ଖବର ଭୁବନେଶ୍ୱର ସାଇବର ଆଡ୍ଡା। ରାଜଧାନୀରୁ ମିଳିଲା 10ଟି ସିମ୍ ବକ୍ସ। ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ। ଭୁବନେଶ୍ୱରରୁ ମିଳିଲା 12ଟି ସିମ୍ ବକ୍ସ, 100ରୁ ଅଧିକ ସିମ୍ କାର୍ଡ। ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ। ସର୍ଭର ପାଇଁ ବ୍ୟବହାର ହେଉଥିବା ଲାପଟପ୍ ଓ ୱାଇଫାଇ ରାଉଟର ମଧ୍ୟ ଜବତ କରିଛି ପୋଲିସ। ସିମ୍ କାର୍ଡଗୁଡ଼ିକର ଆସାମ ରେଜିଷ୍ଟ୍ରେସନ ରହିଛି। ସମସ୍ତ ସିମ୍ କାର୍ଡ ବେଆଇନ। ମାମଲାରେ 2 କେରଳୀ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ ଓ ସାଇବର ଥାନା। ପରବର୍ତ୍ତୀ ଖବର ସରିଲା ମ୍ୟାଟ୍ରିକ ପରୀକ୍ଷା। ଆସନ୍ତା 19ରୁ ହେବ ଖାତା ଦେଖା। ଆସନ୍ତା 19 ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ମଧ୍ୟ ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜି ନାହିଁ। ସାରା ରାଜ୍ୟରେ 3082ଟି କେନ୍ଦ୍ରରେ ମୋଟ 5,61,979 ଜଣ ଛାତ୍ରଛାତ୍ରୀ ଚଳିତ ମ୍ୟାଟ୍ରିକ ପରୀକ୍ଷା ଦେଇଛନ୍ତି। ରାଜ୍ୟର 322ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଉତ୍ତର ଖାତା ସୁରକ୍ଷିତ ଭାବରେ ଭାଇରାଲ ରେଜିଷ୍ଟ୍ରାରରେ ରଖାଯାଇଥିଲା। ଭାଇରାଲକୁ ରୋକିବା ପାଇଁ ପ୍ରଶ୍ନପତ୍ରରେ QR କୋଡ ଓ ୱାଟରମାର୍କ ବ୍ୟବସ୍ଥା କରିଥିଲା ବୋର୍ଡ। ମ୍ୟାଟ୍ରିକ ପରୀକ୍ଷା ସରିଥିବା ବେଳେ ଆସନ୍ତା 19 ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପରବର୍ତ୍ତୀ ଖବର T20 ବିଶ୍ୱକପରୁ ବିଦା ପରେ 50 ଲକ୍ଷ ଟଙ୍କା ଫାଇନ ଦେବେ ପାକିସ୍ତାନର ସବୁ ଖେଳାଳି। T20 ବିଶ୍ୱକପରୁ ଶୋଚନୀୟ ଭାବରେ ବିଦା ହୋଇଛି ପାକିସ୍ତାନ। ଲିଗ୍ ମୁକାବିଲାରେ ଦଳ ଭାରତଠୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲା। ପରେ ସୁପର 8ରୁ ବିଦା ହୋଇଛି ଟିମ୍। ଖେଳିପାରିବେନି ସେମିଫାଇନାଲ, ଯାହାକୁ ନେଇ ଖପା ପ୍ରଶଂସକ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ। ଏପରିକି ଖେଳାଳିଙ୍କ ଉପରେ ଜରିମାନା ଲଗାଇଥିବା ନେଇ ଖବର ଆସିଛି। ମିଡିଆ ରିପୋର୍ଟ ଅନୁସାରେ T20 ବିଶ୍ୱକପ ଖେଳିଥିବା ସମସ୍ତ ଖେଳାଳି 50 ଲକ୍ଷ ଟଙ୍କାର ପାକିସ୍ତାନୀ ଅର୍ଥ ଫାଇନ ଦେବେ। ଏହି ଅର୍ଥ ଖେଳାଳିଙ୍କ ଦରମାରୁ କଟିଯିବ, ଅର୍ଥାତ୍ PCB ନିଜେ ଏହି ଫାଇନ ଅର୍ଥ ଅସୁଲ କରିବ। ପରବର୍ତ୍ତୀ ଖବର ଭାରତ କାନାଡା ସମ୍ପର୍କ ବୁଝାମଣା ପତ୍ର ସ୍ୱାକ୍ଷର। କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇ ଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଥିଲା। ସେଠାରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରଧାନମନ୍ତ୍ରୀ କାର୍ନି ବାଣିଜ୍ୟ, ଶକ୍ତି ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଛି। ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ଏକ ପ୍ରେସ୍ ବିବୃତ୍ତି ପ୍ରକାଶ କରାଯାଇଛି। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ଯୁଦ୍ଧ, ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ଶାନ୍ତି ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ। ଆପୋଷ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟା ସମାଧାନ ହେଉ। ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା କହିଲେ ମୋଦି। ପଶ୍ଚିମ ଏସିଆର ବର୍ତ୍ତମାନ ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦକୁ ସମାଧାନ କରିବାକୁ ସମର୍ଥନ କରେ। ପରବର୍ତ୍ତୀ ଖବର ରାଜ୍ୟରେ ଆହୁରି ବଢିବ ତାପମାତ୍ରା। ମାର୍ଚ୍ଚ ମାସ ଆରମ୍ଭ ସହ ତାତି ଆହୁରି ବଢିଛି। ମାସର ପ୍ରଥମ ଦିନରେ ରାଜ୍ୟର 4 ସହରରେ ପାରଦ 36 ଡିଗ୍ରୀ ଡେଇଁଛି। 36.4 ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟି ଯାଇଛି। ରାଜଧାନୀ ଭୁବନେଶ୍ୱର ସହ ସୋନପୁର ଓ ବାରିପଦାରେ ପାରଦ 36 ଉପରେ ରହିଛି। ଭୁବନେଶ୍ୱର ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା 36.2 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦାରେ 36 ଡିଗ୍ରୀ ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସ୍ୱାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିନସାରା ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପରବର୍ତ୍ତୀ ଖବର ମାର୍ଚ୍ଚ 5 ତାରିଖରେ ରାଜ୍ୟବ୍ୟାପୀ ପାଳିତ ହେବ 110ତମ ବିଜୁ ଜୟନ୍ତୀ। ପ୍ରତିବର୍ଷ ପରି ଏହି ବର୍ଷ ମାର୍ଚ୍ଚ 5 ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଆକାଶ ଛୁଆଁ ତୈଳ ଦର 10%କୁ ବୃଦ୍ଧି ପାଇଲା ମୂଲ୍ୟ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଆକାଶ ଛୁଆଁ ତେଲ ଦର। ଇସ୍ରାଏଲ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ଯୋଗୁଁ ତୈଳ ଦରରେ ଲାଗିଛି ନିଆଁ। ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 10%କୁ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 10%କୁ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର 7ରୁ 13% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସୋମବାର ବ୍ରେଣ୍ଟ କ୍ରୁଡ୍ ଦରରେ 7ରୁ 13% ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଯୁଦ୍ଧ ଜାରି ରହେ ତାହେଲେ ଆଗକୁ ତେଲ ଦର ଆହୁରି ବଢିବାର ଆଶଙ୍କା ରହିଛି। ପରବର୍ତ୍ତୀ ଖବର ଆଜି ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ମାର୍ଚ୍ଚ 3 ତାରିଖ ଅର୍ଥାତ୍ ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ ଯାହା ଭାରତରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ, ଯାହା ବ୍ଲଡ ମୁନ୍ ଭାବରେ ଜଣାଶୁଣା। ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ଆସେ ସେତେବେଳେ ଏହି ଦୃଶ୍ୟ ଦେଖାଯାଏ। ଏହି ସମୟରେ ପୃଥିବୀର ବାୟୁମଣ୍ଡଳରୁ ପ୍ରତିଫଳିତ ହେବା ପରେ ସୂର୍ଯ୍ୟ କିରଣ ଚନ୍ଦ୍ରରେ ପହଞ୍ଚିଥାଏ, ଯାହା ଫଳରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯାଏ। ଏହି ଗ୍ରହଣ ନୂଆଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପାଟନା ସମେତ ଭାରତର କିଛି ପ୍ରମୁଖ ସହରରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ଅପରାହ୍ନ 3:20ରୁ ଆରମ୍ଭ ହୋଇ ସନ୍ଧ୍ୟା 6:47 ପର୍ଯ୍ୟନ୍ତ ରହିବ। ପରବର୍ତ୍ତୀ ଖବର ଭାରତ ଆଫଗାନିସ୍ତାନ ସିରିଜ ପାଇଁ ଖେଳସୂଚୀ ଘୋଷଣା। ଖେଳିବେ ବିରାଟ ଏବଂ ରୋହିତ। ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ଏବଂ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ ଜୁନରେ ଖେଳାଯିବ ଆଉ ଏଥିପାଇଁ ସିଡ୍ୟୁଲ ଘୋଷଣା କରାଯାଇଛି। ବିସିସିଆଇ ସିରିଜର ସିଡ୍ୟୁଲ ଏବଂ ଭେନ୍ୟୁ ଘୋଷଣା କରିଛି। ଏହି ସିରିଜରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ। ଏହା ସହିତ ଶୁଭମନ ଗିଲ୍ ମଧ୍ୟ ନଜର ଆସିବେ। ଦିନିକିଆ ସିରିଜର ଅଧିନାୟକ ଶୁଭମନ ଗିଲ୍ ରହିଛନ୍ତି, ତେଣୁ ଏହି ସିରିଜରେ ମଧ୍ୟ ଅଧିନାୟକ ଦାୟିତ୍ୱ ତୁଲାଇବେ। ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ନଜର ଆସିପାରନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଦୁହେଁ ମଇଦାନକୁ ଓହ୍ଲାଇବେ। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଭୁବନେଶ୍ୱର ଦୁବାଇ ବିମାନ ବାତିଲ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଭୁବନେଶ୍ୱର ଦୁବାଇ ବିମାନ ବାତିଲ କରାଯାଇଛି। ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ। ଦୁବାଇକୁ ଉଡିବାକୁ ଥିବା ବିମାନ ବାତିଲ ହୋଇଛି। ବୁଧବାର ଦୁବାଇକୁ ବିମାନ ଉଡିବ କି ନା ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି ହେବ। ପରବର୍ତ୍ତୀ ଖବର ଇରାନ ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ। ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି। ଭାରତର ସବୁ ରାଜ୍ୟକୁ ହାଇ ଆଲର୍ଟ। ଗୃହ ମନ୍ତ୍ରାଳୟର ଚେତାବନୀ। ଖାମନେଇଙ୍କ ମୃତ୍ୟୁ ପରେ ଭାରତରେ ବଢିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ। ଖାମନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ ଆଲର୍ଟ। ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ। ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖେମନେଇଙ୍କ ମୃତ୍ୟୁ ପରେ ଭାରତରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନ ଓ ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କ ସୂଚନା ଜାରି କରିଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ। ଖସିଲା ଆମେରିକାର F-15 ଯୁଦ୍ଧ ବିମାନ। ଇରାନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଆମେରିକା ବାୟୁସେନାର ଏକ F-50E ଷ୍ଟ୍ରାଇକ୍ ଇଗଲ ଯୁଦ୍ଧ ବିମାନ କୁଏତର ପଶ୍ଚିମ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ନିଜ ସେନାର ଭୁଲ ଆକ୍ରମଣ ପାଇଁ ବିମାନ ଖସି ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବିମାନଟି ଖସିବା ପୂର୍ବରୁ ପାଇଲଟ ଜଣକ ପାରାସୁଟ ସାହାଯ୍ୟରେ ତଳକୁ ଡେଇଁ ପଡ଼ିଥିଲେ। ପରବର୍ତ୍ତୀ ଖବର ହିଟବେକୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏସ୍ଓପି ଜାରି। ସକାଳ ସମୟରେ ସବୁ ପରୀକ୍ଷା କର। ଧୀରେ ଧୀରେ ବଢୁଛି ତାତି, ତେଣୁ ହିଟବେକୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏସ୍ଓପି ଜାରି ହୋଇଛି। ସକାଳ ସମୟରେ ସବୁ ପରୀକ୍ଷା କରିବା ପାଇଁ କୁହାଯାଇଛି। ଖେଳକୁଦ ଭଳି ଆଉଟଡୋର ଆକ୍ଟିଭିଟି ଅପରାହ୍ନ ସମୟରେ ନ କରିବା ପାଇଁ କୁହାଯାଇଛି। ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟଡୋର ଆକ୍ଟିଭିଟି କରାଯାଉ। ନିରବିଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲାସରୁମ୍, ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ORS ରଖିବାକୁ କୁହାଯାଇଛି। ପରବର୍ତ୍ତୀ ଖବର 4 ସପ୍ତାହ ଯାଏଁ ଚାଲିବ ଯୁଦ୍ଧ କହିଲେ ଟ୍ରମ୍ପ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ବୟାନ ଦେଇ କହିଛନ୍ତି ଏହି ଯୁଦ୍ଧ 4 ସପ୍ତାହ ଯାଏଁ ଚାଲିପାରେ। ଆମେରିକାରେ ବୋମାମାଡ଼ ସମ୍ପୂର୍ଣ୍ଣ ସପ୍ତାହ କିମ୍ବା ଆବଶ୍ୟକ ହେଲେ ଆହୁରି ଅଧିକ ଦିନ ଜାରି ରହିବ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ମାର ଏ ଲୋଗୋ ରିସୋର୍ଟରେ ଥିବା ସମୟରେ ବ୍ରିଟିଶ ଖବରକାଗଜ ଦି ଡେଲି ମେଲ୍ ସହିତ ଏକ ଫୋନ ସାକ୍ଷାତକାରରେ ଆକ୍ରମଣ ବିଷୟରେ କହିଥିଲେ। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ଯୁଦ୍ଧ ଖସିଲା ସେୟାର ବଜାର। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ସୋମବାର 2 ମାର୍ଚ୍ଚ 2026ରେ ଭାରତୀୟ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ସେନ୍ସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିଲା। 30 ସେୟାର ବିଏସ୍ଇ ସେନ୍ସେକ୍ସ 2743.46 ପଏଣ୍ଟ ହ୍ରାସ ପାଇ 78543ରେ ଆରମ୍ଭ ହୋଇଥିଲା। ନିଫ୍ଟି 519.4 ପଏଣ୍ଟ ହ୍ରାସ ପାଇ 24659.25ରେ ଖୋଲିଥିଲା। ପରବର୍ତ୍ତୀ ଖବର ଖେମନିଙ୍କ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟତଲି ଅଲି ଖେମନିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଖେମନିଙ୍କୁ ସେ ଯଦି ହତ୍ୟା କରିନଥାନ୍ତେ ତେବେ ଖେମନି ତାଙ୍କୁ ହତ୍ୟା କରିଥାନ୍ତେ। ତାଙ୍କୁ ହତ୍ୟା
କରିବାକୁ ଇରାନ ପକ୍ଷରୁ 2 ଥର ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଆମେରିକାରେ ଜଣେ ସାମ୍ବାଦିକଙ୍କ ସହିତ କଥା ହେବା ସମୟରେ ଏପରି ଚକିତ କରିଦେବା ପରି ତଥ୍ୟ ରଖିଛନ୍ତି। ପରବର୍ତ୍ତୀ ଖବର ରତ୍ନଭଣ୍ଡାର ଗଣତି ମଣତି ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୂର ହେଲା ଲୋକଙ୍କ ଦ୍ୱନ୍ଦ୍ୱ ଆଶଙ୍କା। ମାର୍ଚ୍ଚ ମାସ 25 ତାରିଖ ବୁଧବାର ଦିନ ହେବ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା। ଏହି ପ୍ରକ୍ରିୟାରେ 2ଟି ଟିମ୍ ଉପସ୍ଥିତ ରହିବେ। ଦିନ 12:20ରୁ 1:45 ମଧ୍ୟରେ ବାହାରିଛି ମହେନ୍ଦ୍ର ବେଳା। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି। 3ଟି ପର୍ଯ୍ୟାୟରେ ଅଳଙ୍କାର ଗଣତି ମଣତି ହେବ। ପ୍ରଥମେ ଚଳନ୍ତି, ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ। ପରବର୍ତ୍ତୀ ଖବର ପୁରୀରେ ହେବ ବନ ୟୁନିଟି। 10 ଏକର ଜମିରେ ହେବ ତଟୀୟ ସାମୁଦ୍ରିକ ପର୍ଯ୍ୟବେକ୍ଷଣ କେନ୍ଦ୍ର। ଉପକୂଳ କ୍ଷୟ, ସମୁଦ୍ର ପତନ ବୃଦ୍ଧି, ଜୈବ ବିବିଧତା ଏବଂ ପ୍ରଦୂଷଣ ଅଧ୍ୟୟନ ପାଇଁ ଏହା କାର୍ଯ୍ୟ କରିବ। ସହରବାସୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହା ହେବ ପଥ ପ୍ରଦର୍ଶକ। ଏଥିପାଇଁ ମିଳିସାରିଛି ସରକାରଙ୍କ ମଞ୍ଜୁରୀ। କେନ୍ଦ୍ର ଆର୍ଥ ସାଇନ୍ସ ଅଧୀନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ୍ ଟେକ୍ନୋଲୋଜି ଏହି କେନ୍ଦ୍ର ପ୍ରତିଷ୍ଠା କରିବ। ଏନେଇ ସରକାରୀ ମଞ୍ଜୁରୀ ମିଳିଥିବା ବେଳେ ଡିପିଆର ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସମୁଦ୍ର ଆଚରଣର ମିଳିବ ଆଗୁଆ ସୂଚନା। ପରବର୍ତ୍ତୀ ଖବର ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ। ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ। ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ। ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ। ସିଂହଦ୍ୱାର ସମ୍ମୁଖରେ ଆନ୍ଦୋଳନ ଚେତାବନୀ ଦେଲା ମହାସୁଆର ନିଯୋଗ। କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଲା ନିଯୋଗ। ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ 28 ତାରିଖରେ ବିଳମ୍ବ ହୋଇଥିଲା ନୀତି। ଡେରିରେ ବାହାରିଥିଲା ମହାପ୍ରସାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆର ମହାସୁଆର ନିଯୋଗ। ଦୃଢ କାର୍ଯ୍ୟାନୁଷ୍ଠାନ ସହ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଓ 7 ଦିନ ମହଲତ ଦେଲା ସୁଆର ମହାସୁଆର ନିଯୋଗ। ପରବର୍ତ୍ତୀ ଖବର ଜୁନରେ ଆଫଗାନିସ୍ତାନର ଭାରତ ଗସ୍ତ। ଗୋଟିଏ ଟେଷ୍ଟ 3 ଦିନିକିଆ ଖେଳିବ। ଗତ ବର୍ଷ ଜୁନରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ କ୍ରିକେଟ ଦଳ। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ଆଫଗାନିସ୍ତାନ ଗୋଟିଏ ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ୍ ଖେଳିବ ବୋଲି ବିସିସିଆଇ ସୋମବାର ଘୋଷଣା କରିଛି। ଏକମାତ୍ର ଟେଷ୍ଟ ମ୍ୟାଚ୍ ଜୁନ 6 ତାରିଖରୁ ନ୍ୟୁ ଚଣ୍ଡିଗଡ଼ର ମହାରାଜା ୟାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏଥିସହିତ ଏହି ଷ୍ଟାଡିୟମର ପ୍ରଥମ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାର ଗୌରବ ପାଇବ। ଏହାପରେ ଦିନିକିଆ ମ୍ୟାଚ୍ ଗୁଡ଼ିକ ଜୁନ 14, 17 ଓ 20 ତାରିଖରେ ଯଥାକ୍ରମେ ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ଭାରତ ଆଫଗାନିସ୍ତାନ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ 2018ରେ ଖେଳାଯାଇଥିଲା। ପରବର୍ତ୍ତୀ ଖବର ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ତାଲିମ ଦେବେ ଜାହିର ଭଜି। ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ଉତ୍କର୍ଷ କେନ୍ଦ୍ର ସିଓରେ ଯୁବ କ୍ରିକେଟରମାନଙ୍କୁ ତାଲିମ ପ୍ରଦାନ କରିବେ ଭାରତୀୟ କ୍ରିକେଟର 2 ପୂର୍ବତନ ମହାନ ଖେଳାଳି ଜାହିର ଖାନ ଓ ହରଭଜନ ସିଂ। ସ୍ୱତନ୍ତ୍ର ଶିବିର ମାଧ୍ୟମରେ ବିଭିନ୍ନ ବୟସ ବର୍ଗରେ ଭଲ କରି ମନୋନୀତ ହୋଇଥିବା ଖେଳାଳିମାନଙ୍କୁ ଏହି ତାଲିମ ପ୍ରଦାନ କରାଯିବ। ପ୍ରତିଭା ଅନ୍ୱେଷଣ ଜରିଆରେ ମନୋନୀତ ଏହି ଟାର୍ଗେଟ ଗ୍ରୁପ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବା ପାଇଁ ବିସିସିଆଇକୁ ସିଓର ମୁଖ୍ୟ ପ୍ରଶିକ୍ଷକ ବିବିଏସ୍ ଲକ୍ଷ୍ମଣ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ନିଆଁରେ ଜଳୁଛି ପାକିସ୍ତାନ। କରାଚିରୁ ପିଓକେ ଯାଏଁ ପ୍ରତିବାଦ, 35 ଜଣଙ୍କ ମୃତ୍ୟୁ। ଇରାନର ସର୍ବୋଚ୍ଚ ନେତା ଆୟତୋଲା ଖାମନେଇଙ୍କ ପରେ ପାକିସ୍ତାନରେ ତେଜିଛି ଆନ୍ଦୋଳନ। ଦେଶରେ ହିଂସାତ୍ମକ ପ୍ରଦର୍ଶନରେ 35 ଜଣ ସାଧାରଣ ନାଗରିକଙ୍କ ଜୀବନ ଗଲାଣି। ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଶତାଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆମେରିକା ସରକାର ପାକିସ୍ତାନରେ ଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜାରୀ ଜାରି କରିଛି। ଭିଡ ସମ୍ବେଦନଶୀଳ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତେଶ୍ୱର ହତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲାଣି ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତେଶ୍ୱର ହତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲାଣି ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହୋଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଡକ୍ଟର ଦତେଶ୍ୱର ହତା। ଡକ୍ଟର ହତାଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ପାଇଁ ଚତୁର୍ଥ ପ୍ରାର୍ଥୀ ରୂପେ ବାଛିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ କମନ ପ୍ରାର୍ଥୀ ରୂପରେ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର ଆୟତୋଲା ଖେମନିଙ୍କ ପତ୍ନୀଙ୍କ ମୃତ୍ୟୁ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲା ଅଲି ଖେମନିଙ୍କ ପତ୍ନୀ ମନସୁରେ ଖେଜେସ୍ତାହ ବାଗରେଜେଦେହଙ୍କ ମୃତ୍ୟୁ ଘଟିଛି। ଇରାନ ସରକାରୀ ଗଣମାଧ୍ୟମ ଅନୁସାରେ ସେ 2 ଦିନ ତଳେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଖେମନି ଏବଂ ତାଙ୍କ ପରିବାର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ମନସୁରେ 1964 ମସିହାରେ ଖେମନିଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ଖବର ପୁଣି ହାରିଲେ ଡି ଗୁକେଶ। ପ୍ରାଗ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ 2026ର ତୃତୀୟ ରାଉଣ୍ଡ ଭାରତୀୟ ଖେଳାଳିମାନଙ୍କ ପାଇଁ ଏହା ଏକ ଖରାପ ଦିନ ଥିଲା। କାରଣ ମାଷ୍ଟର୍ସ ବିଭାଗର ବିଶ୍ୱ ଚାମ୍ପିୟନ ଡି ଗୁକେଶ ଓପେନିଂରେ ଭୁଲ କରିଥିଲେ ଏବଂ ଜୋର୍ଡେନ ଭାନ ଫାରେଷ୍ଟଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହି ସମୟରେ ଚ୍ୟାଲେଞ୍ଜର୍ସ ବିଭାଗରେ ଭାରତୀୟ ଅଂଶଗ୍ରହଣକାରୀ ଦିବ୍ୟା ଦେଶମୁଖ ଏବଂ ସୂର୍ଯ୍ୟ ଶେଖର ଗାଙ୍ଗୁଲି ସେମାନଙ୍କର ଖେଳରେ ହାରିଥିଲେ।